ଆପଣଙ୍କର ବାର ରାଶି ବିଷୟରେ ଆପଣଙ୍କୁ ଆମେ ଶୁଣାଇବା ଦର୍ଶକ ବନ୍ଧୁ। ତ ବାର ରାଶିର ନାମ ଆପଣଙ୍କୁ ଆମେ ଶୁଣାଇ ରଖିବା। ଆପଣଙ୍କର ଶୁଣାଇବା କନ୍ୟା ରାଶି ଫଳର ବିଷୟରେ କେମିତି ରହିବ, ଆପଣଙ୍କର ତୁଳା ରାଶି ବିଷୟରେ ଆପଣଙ୍କର ଦିନ କେମିତି କଟିବ, ଆପଣଙ୍କର ବିଛା ରାଶି ବିଷୟରେ ଆପଣଙ୍କର ଦିନ କେମିତି ରହିବ, ଆପଣଙ୍କର ଯଦି ଧନୁ ରାଶି ହେଉଛି ଦର୍ଶକ ବନ୍ଧୁ ଧନୁ ରାଶିଙ୍କର ଦିନ କିପରି କଟିବ, ଯଦି ଆପଣଙ୍କର ମକର ରାଶି ହେଉଛି ମକର ରାଶିଙ୍କର ଦିନ କିପରି କଟିବ, ଆପଣଙ୍କର କୁମ୍ଭ ରାଶିଙ୍କର ଦିନ କିପରି କଟିବ, ଆପଣଙ୍କର ଯଦି ମୀନ ରାଶିଙ୍କ ଦିନ କିପରି କଟିବ, ଯଦି ଆପଣଙ୍କର ମେଷ ରାଶିଙ୍କର ଦିନ କିପରି ରହିବ ଦର୍ଶକ ବନ୍ଧୁ, ଆପଣଙ୍କର ଯଦି ବୃଷ ରାଶିଙ୍କର ଦିନ କିପରି ରହିବ, ଆପଣଙ୍କର ଯଦି ମିଥୁନ ରାଶିଙ୍କର ଦିନ କିପରି ରହିବ, ଆପଣଙ୍କର ଯଦି କର୍କଟ ରାଶିଙ୍କର ସମୟ କିପରି ଆପଣଙ୍କର ବଦଳିବ, ଆପଣଙ୍କର ଯଦି ସିଂହ ରାଶି ହେଉଛି ଦର୍ଶକ ବନ୍ଧୁ ସିଂହ ରାଶିଙ୍କର ସମୟ କିପରି ଆପଣଙ୍କର ସୁକର୍ମର ଶୁଭ କାମ କରିବେ ଦର୍ଶକ ବନ୍ଧୁ। ନମସ୍କାର, ଆପଣଙ୍କୁ ଆମର ରାଶିଫଳ ୟୁଟ୍ୟୁବ ଚ୍ୟାନେଲକୁ ଆପଣଙ୍କର ସ୍ୱାଗତ ଦର୍ଶକ ବନ୍ଧୁ। ତ ଆପଣମାନେ ଦେଖିବା ପୂର୍ବରୁ ଗୋଟେ ଆପଣ ରାଶିଫଳ ୟୁଟ୍ୟୁବ ଚ୍ୟାନେଲ ଗୋଟେ ସବସ୍କ୍ରାଇବର କରୁନ୍, ଆଉ କମେଣ୍ଟରେ ଆପଣଙ୍କର ମତାମତ ଜଣାବାର ନାଇଁ ଭୁଲୁନ୍ ଦର୍ଶକ ବନ୍ଧୁ, କି ଆମେ ଆପଣମାନଙ୍କର କମେଣ୍ଟ ପଢ଼ିକରି ଆପଣମାନଙ୍କର ଭିଡ଼ିଓ ବନେଇ ପାରମୁ। ତ ଦର୍ଶକ ବନ୍ଧୁ ଆପଣଙ୍କୁ ଫେର ତ ଅନୁରୋଧ କରି କହୁଛୁ କି ଆପଣମାନଙ୍କର ପ୍ୟାର ଦେଲେ ଯେ ଆମେ ଆଗକେ ବଢ଼ି ପାରମୁ, ଆଉ ଆପଣମାନେ ଯଦି ଗୋଟେ ସବସ୍କ୍ରାଇବର କରିବେ ତ ଆମେ ଆଗକେ ଭିଡ଼ିଓ ବନାବାର ଲାଗି ଆମକୁ ବି ବହୁତ ଭଲ ଲାଗବା ଦର୍ଶକ ବନ୍ଧୁ। ସେଥିଲାଗି ଆପଣ ভিডিও ଗୋଟେ ସବସ୍କ୍ରାଇବର କରୁନ୍ ଆମ ରାଶିଫଳ ୟୁଟ୍ୟୁବ ଚ୍ୟାନେଲକୁ, ଆଉ ଗୋଟେ କମେଣ୍ଟ କରୁନ୍, ଆଉ ଗୋଟେ ଲାଇକ୍ କରୁନ୍ ଦର୍ଶକ ବନ୍ଧୁ। ଆପଣଙ୍କୁ ଆମେ ସମୟ କିପରି ରହିବ ଆପଣଙ୍କୁ ଆମେ ଶୁଣି ରଖିବା ଦର୍ଶକ ବନ୍ଧୁ। ଆପଣଙ୍କର ଯଦି ରବି ଗ୍ରହ ରହିଛି ଦର୍ଶକ ବନ୍ଧୁ, କାଲି ହେଉଛି 1 ତାରିଖ, ଏଇ ରବି ଗ୍ରହ ଯଦି ରହୁଛି ଦର୍ଶକ ବନ୍ଧୁ, ଆପଣଙ୍କ ରାତ୍ରରେ 5:32 ଆପଣଙ୍କର 1 ଘଣ୍ଟା ପାଇଁ ଖରାପ ସମୟ ରହିଛି ଦର୍ଶକ ବନ୍ଧୁ। ଯେକୌଣସି କାର୍ଯ୍ୟକ୍ରମ ଆପଣମାନେ କରୁଛନ୍ତି ଏହି ସମୟରେ ଆପଣମାନେ ଦେଖିକି କାମ କରିବେ। ଯଦି ଆପଣଙ୍କର ଚନ୍ଦ୍ର ଗ୍ରହ ରହିଛି ଦର୍ଶକ ବନ୍ଧୁ, ଚନ୍ଦ୍ର ଗ୍ରହ ବ୍ୟକ୍ତିଙ୍କର ସମୟ ରହିଛି ଆପଣଙ୍କ ରାତ୍ର 2:09:10 ଦର୍ଶକ ବନ୍ଧୁ। ଯେକୌଣସି କାର୍ଯ୍ୟକ୍ରମ କରୁଛନ୍ତି ଆପଣମାନେ ଏହି ସମୟରେ 1 ଘଣ୍ଟା ପାଇଁ ଦେଖିକି କରନ୍ତୁ। ଯଦି ଆପଣଙ୍କର ମଙ୍ଗଳ ଗ୍ରହ ରହିଛି ଦର୍ଶକ ବନ୍ଧୁ, ମଙ୍ଗଳ ଗ୍ରହଙ୍କର ଆପଣଙ୍କୁ ଅଶୁଭ ସମୟ ଆପଣଙ୍କୁ କହି ରଖିବା ଦର୍ଶକ ବନ୍ଧୁ। ରାତ୍ର 3:08:43 ଆପଣଙ୍କର ଖରାପ ସମୟ ରହିଛି ଦର୍ଶକ ବନ୍ଧୁ। ଯଦି ଆପଣଙ୍କ ଯଦି ବୁଧ ଗ୍ରହ ଯଦି ରହିଛି ଦର୍ଶକ ବନ୍ଧୁ, ବୁଧ ଗ୍ରହଙ୍କର ସଂଖ୍ୟା ରହିଛି ଦର୍ଶକ ବନ୍ଧୁ ରାତ୍ର 6:05:46 ଦର୍ଶକ ବନ୍ଧୁ। 1 ଘଣ୍ଟା ପାଇଁ ଆପଣଙ୍କର ଖରାପ ସମୟ ରହିଛି ଦର୍ଶକ ବନ୍ଧୁ। ଯେକୌଣସି ସବୁ କାର୍ଯ୍ୟକ୍ରମ ଅଛନ୍ତି 1 ଘଣ୍ଟା ପାଇଁ ଆପଣମାନେ ଦେଖିକି କାମ କରିବେ ଦର୍ଶକ ବନ୍ଧୁ। ଯଦି ଆପଣଙ୍କର ବୃହସ୍ପତି ଗ୍ରହ ରହିଛି ଦର୍ଶକ ବନ୍ଧୁ, ଆପଣଙ୍କ ରାତ୍ର 3:25:26 ଆପଣମାନେ ଦେଖିକି କାମ କରିବେ ଦର୍ଶକ ବନ୍ଧୁ। ଆପଣଙ୍କୁ 1 ଘଣ୍ଟା ପାଇଁ ଖରାପ ସମୟ ରହିଛି ଦର୍ଶକ ବନ୍ଧୁ। ସେଥିପାଇଁ ଆପଣଙ୍କୁ ଆମେ ଅନୁରୋଧ କରି କହୁଛୁ ଦର୍ଶକ ବନ୍ଧୁ, 1 ଘଣ୍ଟା ପାଇଁ ଆପଣମାନେ ଯେକୌଣସି କାମ କରୁଛନ୍ତି ଆପଣମାନେ ସତର୍କରେ କରିବେ। ଯଦି ଆପଣଙ୍କର ଶନି ଗ୍ରହ ରହିଛି ଦର୍ଶକ ବନ୍ଧୁ, ଯଦି ଆପଣଙ୍କର ଶନି ଗ୍ରହଙ୍କର ସଂଖ୍ୟା ହେଉଛି ଦର୍ଶକ ବନ୍ଧୁ, ଆପଣମାନଙ୍କର ରାତ୍ର 11:24:39 ଆପଣମାନେ ଦେଖିକି କାମ କରିବେ ଦର୍ଶକ ବନ୍ଧୁ। ଯେକୌଣସି କାମ କରୁଛନ୍ତି ଆପଣମାନେ, ଆଉ ଯଦି ଆପଣମାନେ ରାହୁ ଗ୍ରହ ଯଦି ଆପଣଙ୍କର ରହିଛି ଦର୍ଶକ ବନ୍ଧୁ, ରାହୁ ଗ୍ରହଙ୍କର ସଂଖ୍ୟା ଆପଣଙ୍କୁ ଆମେ ଶୁଣି ରଖିବା ଦର୍ଶକ ବନ୍ଧୁ। ଆପଣଙ୍କର ରାତ୍ର 10:03:06 ଆପଣଙ୍କର ଖରାପ ସମୟ ରହିଛି ଦର୍ଶକ ବନ୍ଧୁ। 1 ଘଣ୍ଟା ପାଇଁ ଯେକୌଣସି କାମ ଆପଣମାନେ କରୁଛନ୍ତି ଦର୍ଶକ ବନ୍ଧୁ ଆପଣମାନେ ଦେଖିକି କରିବେ। ଯଦି ଆପଣଙ୍କର କେତୁ ଗ୍ରହ ରହିଛି ଦର୍ଶକ ବନ୍ଧୁ, ଆପଣଙ୍କର ଯଦି କେତୁ ଗ୍ରହ ଆପଣଙ୍କର ସମୟ ଆମେ ଜାଣି ରଖିବା ଦର୍ଶକ ବନ୍ଧୁ। ରାତ୍ର ଆପଣଙ୍କର 4:03:06 1 ଘଣ୍ଟା ପାଇଁ ଆପଣଙ୍କର ଖରାପ ସମୟ ରହିଛି ଦର୍ଶକ ବନ୍ଧୁ। ଆପଣମାନେ ଯେକୌଣସି କାର୍ଯ୍ୟକ୍ରମ କରୁଛନ୍ତି 1 ଘଣ୍ଟା ପାଇଁ ଆପଣମାନେ ଦେଖିକି କାମ କରିବେ ଦର୍ଶକ ବନ୍ଧୁ। ସେଥିପାଇଁ ଆପଣଙ୍କୁ ଆମେ ଜଣେଇ ରଖୁଛୁ ଦର୍ଶକ ବନ୍ଧୁ କି ଆପଣଙ୍କର ଗ୍ରହ କିପରି ଆପଣଙ୍କର 1 ଘଣ୍ଟା ପାଇଁ ଅଶୁଭ ସଂକେତ ରହିଛି ଦର୍ଶକ ବନ୍ଧୁ। ଆପଣଙ୍କୁ ଆମେ ସୂଚିତ କରୁଅଛୁ ଦର୍ଶକ ବନ୍ଧୁ। ଆପଣଙ୍କର ଶୁଣେଇବା ଦର୍ଶକ ବନ୍ଧୁ ଶୁଭ ବେଳା କେତେବେଳେ ରହିଛି ଦର୍ଶକ ବନ୍ଧୁ। ଆପଣଙ୍କର ଯଦି ଶୁଭ ବେଲା 12 ବେଲା କାଲ ବେଲା ଦିନ 2:30 1 ଘଣ୍ଟା ମଧ୍ୟରେ, 5:30 ମଧ୍ୟରେ କାଲ ରାତ୍ର, ସନ୍ଧ୍ୟା 11:55 1 ଘଣ୍ଟା, 2:06 ମଧ୍ୟରେ ଶୁଭ କ୍ରମ ପ୍ରସ୍ତୁତ, 7:04 1 ଘଣ୍ଟା ଦିବା ଘଣ୍ଟା, 2:02 ମଧ୍ୟରେ ହିରଣ ନକ୍ଷତ୍ର, ରାଜଶ୍ରୀ ଅଲଙ୍କାର ଧରଣ ବାଜନ୍ତି, ପ୍ରହସ୍ତ ଆଦ ଶିଶୁର ନାମ ଜାତକ, ପାଦ ସମସ୍ତ ନାମ ପ୍ରଥମ ଅକ୍ଷର ହେଉଛି ଦର୍ଶକ ବନ୍ଧୁ। ବୃଷ ରାଶିଙ୍କ ରାତ୍ରରେ 2 ଘଣ୍ଟା ପାଇଁ ଆପଣଙ୍କର ଖରାପ ସମୟ ରହିଛି ଦର୍ଶକ ବନ୍ଧୁ। ଆଉ
ଆହୁରି ନକ୍ଷତ୍ର ସୂର୍ଯ୍ୟ ଉଦୟ ଠାରୁ ପ୍ରତି ଘଣ୍ଟା 7:04 ମଧ୍ୟରେ ପର୍ଯ୍ୟନ୍ତ କୃଷ୍ଣ ପକ୍ଷ 4:04 ତଥା ପାଦ ଦିବା ଘଣ୍ଟା 22 ଆପଣଙ୍କର ଦିବା ଘଣ୍ଟା ହେଉଛି 12:44 ମଧ୍ୟରେ ଆପଣଙ୍କର ଅଶୁଭ ସଂକେତ ଦେଖା ଦେଉଛି ଦର୍ଶକ ବନ୍ଧୁ। 12 ବେଳା ଏହି ସମୟରେ ରହିଛି। ତ ଦର୍ଶକ ବନ୍ଧୁ, ତ ଆପଣମାନେ ଯେକୌଣସି କାର୍ଯ୍ୟକ୍ରମ କରୁଛନ୍ତି ଏହି ସମୟରେ 12 ବେଳାରେ ଆପଣମାନେ କରନ୍ତୁ ନାହିଁ। ସତର୍କରେ ଯେକୌଣସି କାର୍ଯ୍ୟକ୍ରମ କରୁଛନ୍ତି ଆପଣମାନେ 12 ବେଳାରେ ସତର୍କରେ ଆପଣମାନେ କରନ୍ତୁ, ଆପଣଙ୍କୁ ଶୁଭ ସଂକେତ ମିଳିବ ଦର୍ଶକ ବନ୍ଧୁ। ଆଉ ଆପଣଙ୍କର ଆମେ ଶୁଣି ରଖିବା ଦର୍ଶକ ବନ୍ଧୁ କି ଆପଣଙ୍କର ସମୟ କେଉଁ ସମୟରେ 1 ଘଣ୍ଟା ପାଇଁ ଆପଣଙ୍କର ଶୁଭ ସମୟ ରହିଛି ଦର୍ଶକ ବନ୍ଧୁ, ଆପଣଙ୍କୁ ଆମେ ଶୁଣି ରଖିବା ଦର୍ଶକ ବନ୍ଧୁ। ଆପଣମାନେ ଯେକୌଣସି ଶୁଭ କାର୍ଯ୍ୟକ୍ରମ କରିବା ପାଇଁ ଯାଉଛନ୍ତି ଦର୍ଶକ ବନ୍ଧୁ, କାଲି ଦିନ ପାଇଁ ପୂର୍ବ ଦିଗକୁ ଯାଆନ୍ତୁ। ଆପଣଙ୍କର କାମ ଶୁଭ ରହିଛି। ପୂର୍ବ ଦିଗରେ ଆପଣଙ୍କର ଶୁଭ କର୍ମ ରହିଛି। ଆପଣଙ୍କର ପୂର୍ବ ଦିଗକୁ କେଉଁ ରାଶି ବ୍ୟକ୍ତିମାନେ ଆପଣମାନେ ଯିବେ ଆପଣମାନଙ୍କୁ ଆମେ ଶୁଣି ରଖୁଛୁ ଦର୍ଶକ ବନ୍ଧୁ। ପୂର୍ବ ଦିଗରେ କେଉଁମାନେ ଆପଣ ଯାତ୍ରା କରିବେ, ତ ପୂର୍ବ ଦିଗରେ ଆପଣମାନେ ଯାତ୍ରା କରିବେ ଦର୍ଶକ ବନ୍ଧୁ। କନ୍ୟା ରାଶି ବ୍ୟକ୍ତିଙ୍କର ରାତ୍ର 4:43 ଆପଣମାନେ ପୂର୍ବ ଦିଗକୁ ଆପଣମାନେ ଯେକୌଣସି ଶୁଭ କାର୍ଯ୍ୟକ୍ରମ କରିବା ପାଇଁ ଯାଆନ୍ତୁ। ଆପଣଙ୍କୁ 1 ଘଣ୍ଟା ପାଇଁ ଶୁଭ ସମୟ ରହିଛି ଦର୍ଶକ ବନ୍ଧୁ। ଯଦି ଆପଣଙ୍କୁ ତୁଳା ରାଶି ରହିଛି ଦର୍ଶକ ବନ୍ଧୁ, ତୁଳା ରାଶି ବ୍ୟକ୍ତିଙ୍କର 6:50 ଆପଣଙ୍କର ସକାଳ AM ଶୁଭ ସଂକେତ ରହିଛି 1 ଘଣ୍ଟା ପାଇଁ। ଆପଣମାନେ ଯେକୌଣସି ଦିଗକୁ ଯାଆନ୍ତୁ, ଆପଣଙ୍କ ପାଇଁ ଶୁଭ ରହିଛି ଏହି ସମୟରେ। ଯଦି ଆପଣଙ୍କର ବିଛା ରାଶି ହେଉଛି ଦର୍ଶକ ବନ୍ଧୁ, ବିଛା ରାଶି ବ୍ୟକ୍ତିଙ୍କର 9:02 ଆପଣଙ୍କର ଶୁଭ ସମୟ ରହିଛି। ଯେକୌଣସି ଦିଗକୁ ପୂର୍ବ ଦିଗକୁ ଯାଆନ୍ତୁ, ଆପଣଙ୍କ ପାଇଁ 1 ଘଣ୍ଟା ପାଇଁ ବହୁତ ଶୁଭ ସମୟ ରହିଛି ଦର୍ଶକ ବନ୍ଧୁ। ଆପଣ ଯେକୌଣସି ଶୁଭ କାର୍ଯ୍ୟକ୍ରମ କରିବା ପାଇଁ ଯାଆନ୍ତୁ, ଏହି ସମୟରେ ଆପଣଙ୍କର ବହୁତ ଶୁଭ ରହିଛି ଦର୍ଶକ ବନ୍ଧୁ। ଯଦି ଆପଣଙ୍କର ବିଛା ରାଶି ରହିଛି ଦର୍ଶକ ବନ୍ଧୁ, ଆପଣଙ୍କର AM 9:02 ଯାଆନ୍ତୁ। ଆପଣଙ୍କର ଯେକୌଣସି ଶୁଭ କାର୍ଯ୍ୟକ୍ରମ କରିବା ପାଇଁ ଯାଉଛନ୍ତି ଆପଣମାନେ ଏହି ସମୟରେ ଯାଆନ୍ତୁ, ଆପଣଙ୍କ ପାଇଁ ଶୁଭ ସମୟ ରହିଛି ଦର୍ଶକ ବନ୍ଧୁ। ଯଦି ଆପଣଙ୍କର ଧନୁ ରାଶି ରହିଛି ଦର୍ଶକ ବନ୍ଧୁ, ଆପଣମାନଙ୍କର 11:26 ଯେକୌଣସି କାର୍ଯ୍ୟକ୍ରମ କରୁଛନ୍ତି AM ଆପଣମାନେ କରନ୍ତୁ, ଆପଣଙ୍କ ଏହି ସମୟ ବହୁତ ଶୁଭ ରହିଛି ଦର୍ଶକ ବନ୍ଧୁ। ଯଦି ଆପଣଙ୍କର ମକର ରାଶି ରହିଛି ଦର୍ଶକ ବନ୍ଧୁ, ଆପଣମାନେ 2:11 ଶୁଭ କାର୍ଯ୍ୟକ୍ରମ କରନ୍ତୁ PM ଆପଣଙ୍କ ପାଇଁ 1 ଘଣ୍ଟା ପାଇଁ ବହୁତ ଶୁଭ ରହିଛି ଦର୍ଶକ ବନ୍ଧୁ। ଯେକୌଣସି ଶୁଭ କାର୍ଯ୍ୟକ୍ରମ କାଲି ଦିନ ପାଇଁ ଆପଣମାନେ କରନ୍ତୁ, ଆପଣଙ୍କୁ 1 ଘଣ୍ଟା ପାଇଁ ଶୁଭ ସମୟ ରହିଛି ଦର୍ଶକ ବନ୍ଧୁ। ଯେକୌଣସି ଶୁଭ କାର୍ଯ୍ୟକ୍ରମ କରୁଛନ୍ତି ଆପଣମାନେ କରନ୍ତୁ। ମକର ରାଶି ବ୍ୟକ୍ତିମାନଙ୍କର ସମୟ ହେଉଛି 2:11 ଆପଣମାନେ ପୂର୍ବ ଦିଗକୁ ଆପଣମାନେ 2 ପାହାଚ ଚାଲିକି ଆପଣମାନେ ଉତ୍ତର ଦିଗକୁ ଯାଆନ୍ତୁ, ପୂର୍ବ ଦିଗକୁ ଯାଆନ୍ତୁ, ଦକ୍ଷିଣ ଦିଗକୁ ଯାଆନ୍ତୁ, ପଶ୍ଚିମ ଦିଗକୁ ଯାଆନ୍ତୁ ଦର୍ଶକ ବନ୍ଧୁ, ଆପଣଙ୍କୁ ଶୁଭ ରହିଛି। ଆପଣଙ୍କର ଯଦି କୁମ୍ଭ ରାଶି ହେଉଛି ଦର୍ଶକ ବନ୍ଧୁ, ଆପଣମାନେ PM 3 ଆପଣଙ୍କର 12 ଶୁଭ କାର୍ଯ୍ୟକ୍ରମ ରହିଛି। ଆପଣଙ୍କୁ 1 ଘଣ୍ଟା ପାଇଁ ଶୁଭ ସମୟ ରହିଛି। ଯେକୌଣସି ଶୁଭ କାର୍ଯ୍ୟକ୍ରମ କରିବା ପାଇଁ ଯାଉଛନ୍ତି 1 ଘଣ୍ଟାରେ ଆପଣମାନେ କରନ୍ତୁ, ଆପଣଙ୍କୁ ଅତି ଶୁଭ ଅତି ଲାଭ ମିଳିବ ଦର୍ଶକ ବନ୍ଧୁ। ତ ଆପଣଙ୍କୁ ଆମେ ଶୁଣି ରଖୁଛୁ ଦର୍ଶକ ବନ୍ଧୁ। ଆପଣଙ୍କର ଯଦି ମୀନ ରାଶି ହେଉଛି ଦର୍ଶକ ବନ୍ଧୁ, ଆପଣଙ୍କର ମୀନ ରାଶି ବ୍ୟକ୍ତିଙ୍କର 4:47 ଯେକୌଣସି ଶୁଭ କାର୍ଯ୍ୟକ୍ରମ କରୁଛନ୍ତି ଆପଣମାନେ କରନ୍ତୁ। PM 4:47 ଯେକୌଣସି ଶୁଭ କାର୍ଯ୍ୟକ୍ରମ କରିବେ କାଲି ଦିନ ପାଇଁ ଆପଣମାନେ କରନ୍ତୁ, ଆପଣଙ୍କୁ 1 ଘଣ୍ଟା ପାଇଁ ଶୁଭ ସମୟ ରହିଛି। ଆପଣମାନେ ଯେକୌଣସି ଶୁଭ କାର୍ଯ୍ୟକ୍ରମ କରିବା ପାଇଁ ଯାଉଛନ୍ତି ଆପଣମାନେ କରନ୍ତୁ, ଆପଣଙ୍କୁ ଅତି ଶୁଭ ଅତି ଲାଭ ରହିଛି ମୀନ ରାଶି ବ୍ୟକ୍ତିଙ୍କୁ। ଯଦି ଆପଣଙ୍କର ମେଷ ରାଶି ରହିଛି ଦର୍ଶକ ବନ୍ଧୁ, ମେଷ ରାଶିଙ୍କର ସମୟ ରହିଛି ସନ୍ଧ୍ୟା 6:22 ଯେକୌଣସି ଶୁଭ କାର୍ଯ୍ୟକ୍ରମ କରୁଛନ୍ତି ଦର୍ଶକ ବନ୍ଧୁ ଆପଣମାନେ କରନ୍ତୁ। ଏହି ସମୟରେ ଆପଣଙ୍କ ପାଇଁ ବହୁତ ଶୁଭ ରହିଛି, ବହୁତ ଲାଭ ରହିଛି। ଆପଣମାନେ ଯେକୌଣସି ଶୁଭ କାର୍ଯ୍ୟକ୍ରମ କରୁଛନ୍ତି କରନ୍ତୁ, ଆପଣଙ୍କୁ ଶୁଭ ସମୟ ହେଉଛି ଦର୍ଶକ ବନ୍ଧୁ ସନ୍ଧ୍ୟା 6:21 ଆପଣଙ୍କର PM ଶୁଭ ସମୟ ରହିଛି। ଯଦି ଆପଣଙ୍କର ବୃଷ ରାଶି ରହିଛି ଦର୍ଶକ ବନ୍ଧୁ, ରାତ୍ର 8:04 ଆପଣମାନେ PM ଯେକୌଣସି ଶୁଭ କାର୍ଯ୍ୟକ୍ରମ କରୁଛନ୍ତି କରନ୍ତୁ, ଆପଣଙ୍କ ପାଇଁ 1 ଘଣ୍ଟା ପାଇଁ ଶୁଭ ସମୟ ରହିଛି। ବୃଷ ରାଶି ବ୍ୟକ୍ତିଙ୍କୁ ଆପଣଙ୍କର ସମୟ ହେଉଛି 8:04 ରାତ୍ରରେ ଆପଣଙ୍କର 1 ଘଣ୍ଟା ପାଇଁ ଶୁଭ ସମୟ ରହିଛି। ଯେକୌଣସି ଶୁଭ କାର୍ଯ୍ୟକ୍ରମ କରୁଛନ୍ତି କରନ୍ତୁ। ବୃଷ ରାଶି ବ୍ୟକ୍ତିମାନେ ଯେକୌଣସି ଦେବୀ ପୂଜା କରୁଛନ୍ତି କି ଆପଣମାନେ ଠାକୁରଙ୍କୁ ଆପଣମାନେ ଜପ କରୁଛନ୍ତି କି ଆପଣମାନେ ଯେକୌଣସି
ଦେବାଦେବୀକୁ ଆପଣମାନେ ଜପ କରୁଛନ୍ତି ଆପଣମାନେ କରନ୍ତୁ। ଏହି ସମୟରେ ଆପଣଙ୍କର ଶୁଭ ସମୟ ରହିଛି ଦର୍ଶକ ବନ୍ଧୁ। ଯଦି ଆପଣଙ୍କର ମିଥୁନ ରାଶି ରହିଛି ଦର୍ଶକ ବନ୍ଧୁ, ମିଥୁନ ରାଶି ବ୍ୟକ୍ତିଙ୍କୁ ଆମେ ଶୁଣି ରଖିବା ଦର୍ଶକ ବନ୍ଧୁ। ମିଥୁନ ରାଶି ବ୍ୟକ୍ତିଙ୍କର ଶୁଭ ସମୟ ହେଉଛି AM 10:03 ସକାଳରେ। ଆପଣଙ୍କର ସମୟ ବହୁତ ଶୁଭ ରହିଛି ଦର୍ଶକ ବନ୍ଧୁ। ଯେକୌଣସି ଶୁଭ କାର୍ଯ୍ୟକ୍ରମ କରୁଛନ୍ତି ଆପଣମାନେ କରନ୍ତୁ, ଏହି ସମୟରେ ଆପଣଙ୍କର ଭଲ ରହିବ। ଯଦି ଆପଣଙ୍କର କର୍କଟ ରାଶି ରହିଛି ଦର୍ଶକ ବନ୍ଧୁ, କର୍କଟ ରାଶି ବ୍ୟକ୍ତିଙ୍କୁ ଆମେ ଶୁଣି ରଖିବା। କର୍କଟ ରାଶି ବ୍ୟକ୍ତିଙ୍କର ଆପଣଙ୍କର ସମୟ ରହିଛି ଆପଣଙ୍କର 8:26। କର୍କଟ ରାଶି ବ୍ୟକ୍ତିଙ୍କର PM ଆପଣଙ୍କୁ 1 ଘଣ୍ଟା ପାଇଁ ଶୁଭ ସମୟ ରହିଛି ଦର୍ଶକ ବନ୍ଧୁ। ଆପଣମାନେ ଯେକୌଣସି ଶୁଭ କାର୍ଯ୍ୟକ୍ରମ କରୁଛନ୍ତି କରନ୍ତୁ, ଆପଣଙ୍କ ପାଇଁ ବହୁତ ଶୁଭ ରହିବ, ବହୁତ ଲାଭ 1 ଘଣ୍ଟା ପାଇଁ ରହିଛି ଦର୍ଶକ ବନ୍ଧୁ। ଆପଣଙ୍କର ଯଦି ସିଂହ ରାଶି ରହିଛି ଦର୍ଶକ ବନ୍ଧୁ, ଆପଣମାନେ 2:30 ଯେକୌଣସି ଶୁଭ କାର୍ଯ୍ୟକ୍ରମ କରୁଛନ୍ତି ଆପଣମାନେ କରନ୍ତୁ। ଆପଣଙ୍କୁ ଏହି ସମୟରେ 2 ଆପଣଙ୍କର 30 ଯେକୌଣସି ଶୁଭ କାର୍ଯ୍ୟକ୍ରମ କରୁଛନ୍ତି ସିଂହ ରାଶି ବ୍ୟକ୍ତିମାନେ କରନ୍ତୁ ଦର୍ଶକ ବନ୍ଧୁ। ଆପଣଙ୍କର 1 ଘଣ୍ଟା ପାଇଁ ବହୁତ ଶୁଭ ସମୟ ରହିଛି ଦର୍ଶକ ବନ୍ଧୁ। ଆପଣଙ୍କୁ ଆମେ ଅନୁରୋଧ କରି କହୁଛୁ ଦର୍ଶକ ବନ୍ଧୁ, ଆମ ରାଶିଫଳ ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ ଦର୍ଶକ ବନ୍ଧୁ। ତ ଆପଣ ଆମର ଭିଡ଼ିଓ ଦେଖିବାର ପୂର୍ବରୁ ଗୋଟେ ଆମର ଚ୍ୟାନେଲ ରାଶିଫଳ ୟୁଟ୍ୟୁବ ଚ୍ୟାନେଲ ଗୋଟେ ସବସ୍କ୍ରାଇବର କରିନେଉନ୍ ଦର୍ଶକ ବନ୍ଧୁ। ଗୋଟେ ଲାଇକ୍ କରୁନ୍, କମେଣ୍ଟ କରୁନ୍, ଆପଣଙ୍କ ମତାମତ ଜଣାବାର ଲାଗି ନାଇଁ ଭୁଲୁନ୍ ଦର୍ଶକ ବନ୍ଧୁ। ରହିଲୁ ଦର୍ଶକ ବନ୍ଧୁ, ଫେର ଥରେ ଆପଣମାନଙ୍କୁ ରାଶିଫଳ ୟୁଟ୍ୟୁବ ଚ୍ୟାନେଲରୁ ଆପଣମାନେ ଏନ୍ତା ଭିଡ଼ିଓ ଆପଣମାନଙ୍କର ଶୁଭ ସମୟ ଦେଖିବା ଲାଗି ପାଇବେ ଦର୍ଶକ ବନ୍ଧୁ।